8 ମାର୍ଚ୍ଚ ଫାଲ୍ଗୁନ ମାସ ଶନିବାର ନବମୀ ତିଥି ଦିନ ଗୋଟିଏ ଗିନାରେ ସୋରିଷ ତେଲ ନେଇ କରିଦିଅନ୍ତୁ ଏହି ଗୋଟିଏ ଗୁପ୍ତ ଉପାୟ। ଆଉ ଏହି ମହା ଉପାୟ ଆପଣଙ୍କର ପ୍ରତ୍ୟେକ ମନସ୍କାମନାକୁ ପୂର୍ଣ୍ଣ କରିଦେବ। ସବୁ ଦୋଷରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଏତେ ଧନ ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ। ଭଗବାନ ଶନିଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ପୁରା ବର୍ଷା ହେବ। ଆଉ ଯେବେ ବି ଫାଲ୍ଗୁନ ମାସରେ ଶନିବାର ଦିନ ନବମୀ ତିଥି ପଡେ ତ ଆପଣ ମାତ୍ର ଗୋଟିଏ ଗିନା ସୋରିଷ ତେଲ ବାଲା ଉପାୟକୁ ଜରୁର କରିଦିଅନ୍ତୁ। ଏହି ଉପାୟ ଏତେ ଖାସ୍ ହୋଇଥାଏ ଯଦି ଆପଣ ଠିକ ମୁହୂର୍ତ୍ତରେ ଠିକ ବିଧି ବିଧାନର ସହ ଗୋଟିଏ ଗିନାରେ ସୋରିଷ ତେଲ ନେଇ ଉପାୟ କରିଦେବେ, ଯାହା ପ୍ରାଚୀନ କାଳର ମହା ଉପାୟ ଅଟେ। ତ ମାନିକି ଚାଲନ୍ତୁ, ଭଗବାନ ଶନିଦେବଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଯେତେ ବଡ଼ ବି ଦୁଃଖ ଥାଉ ପଛେ ତାହା ତୁରନ୍ତରୁ ତୁରନ୍ତ ଦୂର ହୋଇଯିବ। ଆପଣଙ୍କର ଯାହା ବି ମନସ୍କାମନା ଥାଉ, ମନେକର ଆପଣଙ୍କର ବନ୍ଦ ପଡ଼ିଥିବା ବେପାର ନୂଆ କରି ଚାଲିବାକୁ ଲାଗିବ। ଆପଣ ଚାକିରି ପାଇଁ ପ୍ରିପେୟାର ହେଉଛନ୍ତି ତ ଆପଣଙ୍କର ମନପସନ୍ଦ ଚାକିରି ଲାଗିଯିବ। ଆପଣଙ୍କ ଘରେ ଯଦି କୌଣସି ସଦସ୍ୟ ଅନେକ ଦିନରୁ ବେମାରରେ ପଡ଼ିଛନ୍ତି, ସେହି ବେମାରୀରୁ ଆପଣଙ୍କୁ ତୁରନ୍ତରୁ ତୁରନ୍ତ ମୁକ୍ତି ମିଳିଯିବ। ଆପଣଙ୍କ ଜୀବନରେ ଧନ ଆସିବା ଷ୍ଟାର୍ଟ ହୋଇଯିବ। ଆପଣଙ୍କ ଜୀବନରେ ଧନ ଆସିବାର ସବୁ ରାସ୍ତା ଖୋଲିଯିବ। ଆପଣଙ୍କୁ କୌଣସି ବି ସମସ୍ୟାର ସାମ୍ନା କରିବାକୁ ଆଉ ପଡ଼ିବ ନାହିଁ। ଏଥିପାଇଁ ଦର୍ଶକ ବନ୍ଧୁ, ଏହି ଦିନ ଆପଣଙ୍କୁ ଏହି ଉପାୟକୁ ଜରୁର କରିବାକୁ ପଡ଼ିବ। ହେ ପ୍ରଭୁ ଶନିଦେବ, ଆପଣଙ୍କର ଏହି ଭିଡିଓକୁ ଯିଏ ବି ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଆପଣ ତାଙ୍କ ଜୀବନରେ କେବେ ବି ଦୁଃଖ କଷ୍ଟ ଆସିବାକୁ ଦେବେ ନାହିଁ। ଏହା ସହ କମେଣ୍ଟ ବକ୍ସରେ ଜୟ ଶନି ମହାରାଜ ଜରୁର ଲେଖନ୍ତୁ, ଯାହା ଫଳରେ ଭଗବାନ ଶନିଦେବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହୋଇପାରିବ। ଫାଲ୍ଗୁନ ମାସର ଶନିବାରକୁ ପଡୁଥିବା ନବମୀ ତିଥି ଏତେ ଖାସ୍ ହୋଇଥାଏ ଯେ ଅନେକ ବଡ଼ ବଡ଼ ପୂଜା ପାଠରେ ଯେଉଁ ସବୁ ମନସ୍କାମନା ପୂର୍ଣ୍ଣ ହୋଇପାରେ ନାହିଁ, ତାହା ମାତ୍ର ଏହି ଫାଲ୍ଗୁନ ମାସର ଶନିବାର ନବମୀ ତିଥି ଦିନ ଗୋଟିଏ ଛୋଟିଆ ଉପାୟ କରିବା ଦ୍ୱାରା ହିଁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଯଦି ଆପଣ ବି ଏହି ଉପାୟକୁ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବି ଏହି ଉପାୟକୁ ଆପଣାଇ ଆପଣଙ୍କ ଜୀବନକୁ ସୁଧାରି ପାରିବେ। ଆଉ ଏହି ଉପାୟଟି ଏତେ ଚମତ୍କାରୀ ଉପାୟ ହୋଇଥାଏ ଯେ ଏହି ଉପାୟକୁ କିଛି ବିଶେଷ ଦିନରେ ଯଦି କରାଯାଏ ତ ବହୁତ ବଡ଼ ଫଳ ଆପଣଙ୍କୁ ମିଳିଥାଏ। ଏ ଫଳ ବହୁତ ଜଲ୍ଦି ବି ମିଳିଥାଏ। ଯଦି ଗୋଟିଏ ଗିନା ସୋରିଷ ତେଲ ବାଲା ଉପାୟକୁ ଆପଣ କେଉଁ ସମୟରେ କରିବେ, ଦେଖନ୍ତୁ ଦର୍ଶକ ବନ୍ଧୁ, ଏହି ଉପାୟକୁ ଆପଣ ମନ୍ଦିରରେ କରିବେ। ଆଉ ଏହି ଉପାୟକୁ ଆପଣ ସକାଳେ କରିପାରିବେ ଏବଂ ସନ୍ଧ୍ୟା ସମୟରେ ବି କରିପାରିବେ। କିନ୍ତୁ ସବୁଠୁ ଉତ୍ତମ ସମୟ ହେଉଛି ଆପଣ ଏହି ଉପାୟକୁ ସନ୍ଧ୍ୟା ସମୟରେ କରନ୍ତୁ, ବହୁତ ଉତ୍ତମ ହେବ। କାହିଁକି ନା ଫାଲ୍ଗୁନ ଶନିବାର ନବମୀ ତିଥି ଆଉ ଏହି ଦିନରେ ସନ୍ଧ୍ୟା ସମୟ ମାନେ ପ୍ରଦୋଷ କାଳ ହିଁ ବହୁତ ଉତ୍ତମ ରହିଥାଏ। ଆଉ ପ୍ରଦୋଷ କାଳର ସମୟ ହେଉଛି ସନ୍ଧ୍ୟା 6ଟାରୁ 7ଟା ଭିତରେ ପ୍ରଦୋଷ କାଳର ସମୟ। କିନ୍ତୁ ଏହି ଉପାୟକୁ ଆପଣ ସନ୍ଧ୍ୟା 6ଟାରୁ ରାତି 8ଟା ଭିତରେ କରିପାରିବେ। ଯଦି ଆପଣଙ୍କ ଜୀବନରେ ଲଗାତାର ଗରିବୀ ଲାଗି ରହିଛି, ଯଦି ସବୁବେଳେ ଆପଣ ପଇସା ପାଇଁ ଚିନ୍ତିତ ରହୁଛନ୍ତି, ତ ଆପଣ ଶନିବାର ଦିନ ସୋରିଷ ତେଲରେ ଗୋଟିଏ ଲବଙ୍ଗ ପକାଇ ବହୁତ ଛୋଟିଆ ଉପାୟ କରିବେ। ଦେଖିବେ ରାତାରାତି ଆପଣଙ୍କର ଗରିବୀ ଦୂର ହୋଇଯିବ ଏବଂ ଶନିଦେବ ଆଶୀର୍ବାଦ ଆପଣଙ୍କ ଉପରେ, ଆପଣଙ୍କ ଜୀବନରେ ଆଉ ଗରିବୀର ସାମ୍ନା କରିବାକୁ ପଡ଼ିବ ନାହିଁ। ଦେଖନ୍ତୁ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାହିଁକି ନା ଆଜିର ଏହି ଭିଡ଼ିଓ ବିଶେଷ କରି ଶନିବାରର ଭିଡ଼ିଓ। ଆଉ ଶନିବାର ଦିନଟି ହେଉଛି ନ୍ୟାୟର ଦେବତା ଶନିଦେବଙ୍କର ଦିନ ଏବଂ ଏହି 2025 ବର୍ଷଟି ଶନିଦେବଙ୍କର ବର୍ଷ। ଆଉ ଯଦି ବି ଆପଣ ଏହି ବର୍ଷରେ ଶନିଦେବଙ୍କୁ ପ୍ରସନ୍ନ କରିଦେଲେ ତ ଆଗକୁ ଆସୁଥିବା ଆପଣଙ୍କର ପିଢ଼ି ବି ସୁଖ ଭୋଗ କରିବେ। ଯଦି ଶନି ଦଶା ଆପଣଙ୍କୁ ହଇରାଣ କରୁଥାଏ, ଶନିଦେବଙ୍କର ପୀଡ଼ା ଆପଣଙ୍କୁ ହଇରାଣ କରୁଥାଏ, ଶନିଙ୍କର କୌଣସି ବି ମହାଦଶା ଯଦି ବି ଆପଣଙ୍କୁ ହଇରାଣ କରୁଥାଏ, ଆପଣଙ୍କର କୁଣ୍ଡଳୀରେ ଶନିଙ୍କର 7.5 ଚାଲୁଥାଏ। ବହୁତ ସାରା ଲୋକ ଥାଆନ୍ତି ଯାହାକୁ ଜଣା ହିଁ ନଥାଏ କି ତାଙ୍କ କୁଣ୍ଡଳୀରେ ବା ତାଙ୍କ ଜୀବନରେ ଶନିଙ୍କ 7.5 ଚାଲୁଅଛି, କିମ୍ବା ତାଙ୍କ ଘରେ ବାସ୍ତୁ ଦୋଷ, ନଜର ଦୋଷ, ପିତୃ ଦୋଷ ଚାଲୁଅଛି। ଯଦି ବି ଆପଣଙ୍କୁ କିଛି ବି ଜଣା ନାହିଁ, ଏହି ସବୁ ଦୋଷ ଆପଣଙ୍କୁ ପ୍ରତିଟି ମୁହୂର୍ତ୍ତରେ ଘାଣ୍ଟି ଚାଲିଛି, ତେବେ ଆପଣ ବିଶ୍ୱାସର ସହ ଏହି ଉପାୟକୁ ଆପଣ ଶନିବାର ଦିନ ନିହାତି ଥରେ କରିକି ଦେଖନ୍ତୁ। ତ ଶନିଦେବଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ ହିଁ ମିଳିବ। ଆପଣ ନିଜେ ଦେଖିବେ ଆପଣଙ୍କ ଜୀବନରେ ଯେଉଁ ସବୁ ଜିନିଷକୁ ଆପଣ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହା ତୁରନ୍ତରୁ ତୁରନ୍ତ ଆପଣ ପ୍ରାପ୍ତ କରିପାରିବେ। ଯେବେ ଆମ ଜୀବନରେ ନିର୍ଧନତା ବଢ଼ିଥାଏ, ଗରିବୀ ବଢ଼ିଥାଏ, ଆମେ ନିହାତି କାହାଠୁ ନା କାହାଠୁ ପଇସା ଉଦ୍ଧାର ନେବାକୁ ପଡ଼ିଥାଏ। ତ ଆପଣମାନେ କ'ଣ କରିଥାନ୍ତି ନା କିଛି ଉପାୟ କରିଥାନ୍ତି, ବହୁତ ସାରା ଉପାୟ କରିଥାନ୍ତି। କିନ୍ତୁ ଯେବେ ଆପଣ କିଛି ଉପାୟ କରିଥାନ୍ତି, ଯଦି ସେହି ଉପାୟ ଠିକ୍ ତରିକାରେ ନ କରିବେ, ଧ୍ୟାନର ସହ ନ କରିଥାନ୍ତି,
ଠିକ୍ ସମୟରେ ଯଦି କରିନଥାନ୍ତି ତ ଆପଣ ସେହି ଉପାୟକୁ ଯେତେ ଥର ବି କରନ୍ତୁ ନା କାହିଁକି ସେହି ଉପାୟର ଫଳ କେବେ ବି ଆପଣଙ୍କୁ ମିଳିନଥାଏ। ତେଣୁ ସବୁବେଳେ ଆପଣ ଯେଉଁ ବି ଉପାୟ କରୁଛନ୍ତି ପୁରା ବିଧିବିଧାନର ସହ କରନ୍ତୁ। କାହିଁକି ନା ବେଳେ ବେଳେ କ'ଣ ହୋଇଥାଏ ନା ଯଦି ଆପଣ ଅଧା ବୁଝି ଅଧା ଜାଣି ଅଧା ଅଧୁରା ଉପାୟକୁ କରିଥାନ୍ତି, କୌଣସି ବି ପୂଜା ପାଠ କରିଥାନ୍ତି ତ ଆପଣ ତାହାର ଫଳ ଟୋଟାଲି ବି ମିଳିନଥାଏ। ତେବେ ଚାଲନ୍ତୁ ସୋରିଷ ତେଲ ବାଲା ଉପାୟକୁ ଜାଣିବା। ଶନିବାର ଦିନଟି ଭଗବାନ ଶନିଦେବଙ୍କୁ ସମର୍ପିତ ହୋଇଥାଏ। ଆଉ ଏହି ଶନିବାର ଦିନଟି ଯଦି ବି ଆପଣ ସୋରିଷ ତେଲରେ କିଛି ବି ଉପାୟ କରିଥାନ୍ତି ତ ଆପଣଙ୍କୁ ଶନିଦେବଙ୍କର ଆଶୀର୍ବାଦ ମିଳିବ ହିଁ ମିଳିବ ଏବଂ ଶନିଦେବଙ୍କ କୃପାରୁ ଆପଣ ଆପଣଙ୍କ ଜୀବନରୁ ନିର୍ଧରତା ଦୂର କରିପାରିବେ ଏବଂ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କୁ ମିଳିଥାଏ। ଶନିଙ୍କର କୌଣସି ବି ପୀଡ଼ା ବି ଯଦି ଆପଣଙ୍କର କୁଣ୍ଡଳୀରେ ଥାଏ, ଶନି ମହାଦଶା ଚାଲୁଥାଏ, ତାହା ଦୂର ହୋଇଯାଏ ଏବଂ ଅଚାନକ ଆପଣ ଜୀବନରେ ଧନ ଆସିବା ଷ୍ଟାର୍ଟ ହୋଇଯାଏ। ତେବେ ଉପାୟଟି ପାଇଁ ଆପଣ ଗୋଟିଏ ଗିନାଟିଏ ନେବେ। ଯଦି ଆପଣଙ୍କ ପାଖରେ ଲୁହା ବସ୍ତୁର ଗିନା ଥିବ ତେବେ ଲୁହା ଗିନା ନେବେ, କାରଣ ଲୁହା ବସ୍ତୁର ଗିନାରେ ଯେବେ ଆପଣ ସୋରିଷ ତେଲ ନେଇ ଉପାୟ କରିବେ ତାହା ଅଧିକ ଫଳ ଆପଣଙ୍କୁ ମିଳିଥାଏ। ଜଲ୍ଦିରୁ ଜଲ୍ଦି ଆପଣଙ୍କର ପୂଜା ସଫଳ ହୋଇଥାଏ। ତ ଅଳ୍ପ ସୋରିଷ ତେଲ ନେବେ ଗୋଟେ ଗିନାରେ। ଯଦି ବି ଆପଣଙ୍କ ପାଖରେ ଲୁହାର ଗିନା ନାହିଁ ତେବେ ଆପଣ ଅନ୍ୟ ଗିନା ବି ନେଇପାରିବେ। ସେହି ଗିନାରେ ଆପଣ ସୋରିଷ ତେଲ ନେବେ। ସେହି ତେଲରେ ଗୋଟିଏ ଫୁଲ ଥିବା ଲବଙ୍ଗକୁ ପକାଇଦେବେ, କିନ୍ତୁ ଧ୍ୟାନ ଦେବେ ସେହି ଲବଙ୍ଗ କେଉଁଠି ବି ଭଙ୍ଗା ଟୁଟା ହୋଇନଥିବ। ଗୋଟା ଲବଙ୍ଗ ନେବେ ଏବଂ ଲବଙ୍ଗ ଉପରେ ଫୁଲ ଥିବ ସେହି ଲବଙ୍ଗକୁ ଆପଣ ନେବେ। ଏହାପରେ ଗୋଟିଏ ଦୀପଟିଏ ନେବେ। ସେହି ଦୀପରେ ଆପଣ ଗୋଟିଏ ଚୁଟକି କଳା ରାଶି ପକାଇଦେବେ ଏବଂ ଯେଉଁ ଗିନାରେ ଆପଣ ସୋରିଷ ତେଲ ଲବଙ୍ଗ ରଖିଥିଲେ ସେହି ଗିନାକୁ ଏବଂ ଦୀପକୁ ନେଇ ସନ୍ଧ୍ୟା ସମୟରେ ଶନିଦେବ ମନ୍ଦିରକୁ ଚାଲିଯିବେ। ଶନିଦେବଙ୍କୁ ପ୍ରଥମେ ଆପଣ ଯେଉଁ ଗିନାରେ ସୋରିଷ ତେଲ ନେଇଥିଲେ ସେହି ତେଲକୁ ଶନିଦେବଙ୍କୁ ଅର୍ପିତ କରିବେ। ଏହାପରେ ସେହି ତେଲରୁ ଅଧା ରଖିବେ। ସେହି ତେଲକୁ ଯେଉଁ ଦୀପରେ କଳା ରାଶି ପକାଇ ନେଇଥିଲେ ସେହି ଦୀପରେ ସେହି ବାକି ତେଲକୁ ପକାଇଦେବେ। ଏହାପରେ ଧ୍ୟାନ ଦେବେ ଶନିଦେବଙ୍କ ସାମ୍ନାସାମ୍ନି ଠିଆ ହେବେ ନାହିଁ। ଶନିଦେବଙ୍କ ସାଇଡକୁ ଠିଆ ହେଇ ଏହି ଦୀପକୁ ଆପଣ ଆପଣଙ୍କ ହାତରେ ରଖି ଜଳାଇବେ ଏବଂ ଶନିଦେବଙ୍କୁ ଦେଖିବେ, କିନ୍ତୁ ଧ୍ୟାନ ଦେବେ ଶନିଦେବଙ୍କ ଆଖିକୁ ଆପଣ ଚାହିଁବେ ନାହିଁ। ଶନିଦେବଙ୍କ ଚରଣକୁ ଚାହିଁବେ ଏବଂ ପ୍ରାର୍ଥନା କରିବେ କି ହେ ଶନିଦେବ, ଯଦି ଆପଣଙ୍କୁ ମୋ ଦ୍ୱାରା କିଛି ବି ଭୁଲ ଭାଲ ହୋଇଯାଇଛି, ମୋ ଅଜାଣତରେ ମୋ ଜୀବନରେ ଯେତେ ସବୁ ଦୁଃଖ କଷ୍ଟ କରଜ ବଢି ଚାଲିଛି, ମୋ ଜୀବନରେ ମୁଁ ସବୁବେଳେ ସମସ୍ୟାରେ ପଡୁଛି, ମୋତେ କିଛି ବି ଜଣା ନାହିଁ, କିନ୍ତୁ ଯଦି ବି ଆପଣଙ୍କ କୃପା ମୋ ଉପରେ ପଡ଼ିବ, ମୋ ଜୀବନରେ ଯେଉଁ ଦୁଃଖ ଅଛି କଷ୍ଟ ଅଛି ତାହା ତୁରନ୍ତ ଦୂର ହେବା ପାଇଁ ସମୟ ଆଉ ଲାଗିବ ନାହିଁ। ଦୟାକରି ଆପଣଙ୍କର କୃପା ମୋ ଉପରେ ରଖନ୍ତୁ ପ୍ରଭୁ। ମୋ ଅଜାଣତରେ ଯେଉଁ ଭୁଲ ହୋଇଯାଇଛି ମୋତେ ଆପଣ କ୍ଷମା କରିଦିଅନ୍ତୁ। ଏହିପରି ଆପଣ ଶ୍ରଦ୍ଧାର ସହ ହାତରେ ଦୀପ ଧରି ଶନିଦେବଙ୍କୁ କ୍ଷମା ପ୍ରାର୍ଥନା କରିବେ। ଆଉ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା। ଶନିଦେବଙ୍କୁ ଆପଣ କ୍ଷମା ପ୍ରାର୍ଥନା କରିବେ। ଆପଣ ଯଦି ସୋରିଷ ତେଲରେ କଳା ରାଶି ପକାଇ ଦୀପ ଜାଳିବେ ତ ଏହି ଉପାୟ ବହୁତ ଚମତ୍କାରୀ ହୋଇଥାଏ। କାହିଁକି ନା ସୋରିଷ ତେଲ ଓ କଳା ରାଶି ଶନିଦେବଙ୍କୁ ଅଧିକ ପ୍ରିୟ ହୋଇଥାଏ। ଯେତେ ବି କଳା ରଙ୍ଗର ବସ୍ତୁ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। କଳା ରାଶି ଓ ସୋରିଷ ତେଲରେ ଯଦି ବି ଆପଣ ଏହିପରି ଉପାୟ କରିବେ ତେବେ ଆପଣଙ୍କୁ ଡବଲ ଆଶୀର୍ବାଦ ମିଳିଯିବ। ଆପଣଙ୍କ ଜୀବନରେ ଯେତେ ବି ଦୁଃଖ ତାହା ତୁରନ୍ତ ଦୂର ହେବାକୁ ଅଧିକ ସମୟ ଆଉ ଲାଗିବ ନାହିଁ। ଶନିଦେବଙ୍କର ମହିମା ଏତେ ଚମତ୍କାର ହୋଇଥାଏ ଯେ ଯଦି କୌଣସି ବ୍ୟକ୍ତି ଶନିଦେବଙ୍କ କୃପା ପାଇଯାଇଥାନ୍ତି ତ ସେହି ବ୍ୟକ୍ତି ରାତାରାତି ନିର୍ଧନତା ଗରିବକୁ ଦୂର କରାଇ ପାରିଥାନ୍ତି ଆଉ ସେହି ବ୍ୟକ୍ତି ତାଙ୍କ ଜୀବନରେ ଧନକୁ ହାସିଲ କରିଥାନ୍ତି। ତ ବହୁତ ଉତ୍ତମ ଉପାୟଟିଏ। ଶନିବାର ଦିନ ଏହି ଚମତ୍କାରୀ ଉପାୟ ନିହାତି ଆପଣ କରନ୍ତୁ ଆଉ ଏହି ଉପାୟକୁ ଆପଣ ସନ୍ଧ୍ୟା ସମୟରେ ହିଁ କରନ୍ତୁ ଆଉ ଏହି ଉପାୟକୁ ଆପଣ କମସେ କମ 3ଟି ଶନିବାର କରିବାକୁ ପଡ଼ିବ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏପର୍ଯ୍ୟନ୍ତ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହା ଫଳରେ କି ଆମର ପ୍ରତ୍ୟେକ ଏହିଭଳି ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଆପଣ ଏହି ଭିଡ଼ିଓର ଦେଖିବାର ସୁଯୋଗ ପାଇପାରିବେ। କମେଣ୍ଟ ବକ୍ସରେ ଜୟ ଶନି ମହାରାଜ ଅବଶ୍ୟ ଲେଖନ୍ତୁ।